ସାର୍ ମୁଁ ଯାଇଥିଲି ମାଲ୍ କିଣିବା ପାଇଁ ଗୋଦାମ ମାଲ୍ ଗୋଟେ ଟଲି ଲୋଡ଼ ହେଇଛି, ଲୋଡ଼ ହେଇକି ଆସିକି ମାରିକି ଯାଇଛନ୍ତି ଜଷ୍ଟ ଗଲା ପରେ ଆଉ ଗୋଟେ ଟଲି ଲୋଡ଼ ହେଇଛି। ଲୋଡ଼ ହେବା ଭିତରେ ମୁଁ ଶୁଣା ପାଇଲି ଯେ ନିଆଁ ଲାଗିଯାଇଛି ଏପଟେ ସାଇଡ଼୍ରେ, ମାନେ ପୁରା ଦୌଡ଼ିକି ଆସିକି ଦେଖିଲା ବେଳକୁ ପୁରା ନିଆଁ ଏତେ ଜୋର ପୁରା ଲାଗିଯାଇଛି ଯେ ଆଉ ଲୋକ ପାଣି ଫାଣି ପକାଉଛନ୍ତି, ସେ ତଥାପି ଆୟତ ହେଉନି, ପବନଟା ଜୋର ମାରୁଛି ଆୟତ ହେଉନି। ସେଇ ପରିସ୍ଥିତିରେ ଫୋନ୍ ଫାନ୍ ସବୁ କରିବାରୁ ତାପରେ ଗାଡ଼ି ଆସିଲା। ଏପଟେ ତା ପୂର୍ବରୁ ଏପଟେ ସବୁ ଜଳିଗଲାଣି। ଆଉ ସେପଟେ ସାଇଡ଼୍ ଯେତେବେଳେ ନିଆଁ ଧରିଲା ସେଇ ଟାଇମ୍ରେ ଗାଡ଼ି ଆସିକି ପାଣି ମାରିଲେ ସବୁ। ଏଇଟା ଯାହାହେଲେ 12ଟା କି 14ଟା ହେବ। ଆପଣଙ୍କର କେତେ ଟଙ୍କାର ଯୋଉ ପନିପରିବା ଥିଲା ସବୁ ଲସ୍ ହେଇଛି? ପନିପରିବା ଆଜ୍ଞା ଯାହାହେଲେ 50,000 70,000 ଟଙ୍କା ମାଲ। 70,000 ଲସ୍ ହେଇଛି। ଆଜ୍ଞା। ଆଚ୍ଛା, କ'ଣ ଆପଣଙ୍କର ଡିମାଣ୍ଡ ରହୁଛି? କ'ଣ ସରକାର ଯାହା କରିବେ ଆମେ ଆଉ କ'ଣ ଡିମାଣ୍ଡ କରିବୁ? କେଉଁ କାରଣରୁ ନିଆଁ ଲାଗିଲା ବୋଲି ସେମିତି କିଛି ଜଣା ପଡୁନି। କିଛି ସରକାର ତରଫରୁ କିଛି ସାହାଯ୍ୟ ମିଳିଲେ ଆମେ ଉପକୃତ ହେବୁ। ଆପଣ କେତେବେଳେ ସୃଷ୍ଟି ହେଲା? ନିଆଁଟା ସେଇ ଟାଇମ୍ କେତେ ହେବ, ସେଇ ଯେ କେତେ ମଇଥିରେ କେତେବେଳେ ଦେଇଥିଲେ ପରିବା ନେଇ ଉଠାଇଲି ଗୋଟେ ମାନେ ତାକୁ 20 ସାଢ଼େ 1 ହେବ। ନିଆଁ ଲାଗିଲା ଏତେ ଟଙ୍କାର ଆପଣଙ୍କ ଜିନିଷ ନଷ୍ଟ ହେଲା, କେମିତି ମାନେ ଅନୁଭବ କରୁଛନ୍ତି? ଆମର ପରିସ୍ଥିତି ଖରାପ ଆଜ୍ଞା, ସମସ୍ତେ ଜାଣିଛନ୍ତି ଏଠି, ଆପଣ ଯାହାକୁ ପଚାରି ସେ କହିବେ। ବହୁତ ଷ୍ଟ୍ରଗଲ୍ କରି ଆମେ ଗୋଟେ ଭଲ ମନ୍ଦ କରି ଏପଟ ସବୁ ଚଳୁଥିଲୁ ଏଠି। କୁଆଡ଼େ କ'ଣ ଆଣିକି ଗୋଟେ ଭଲ ମନ୍ଦ ବିକିବଟା କରିକି ହେଲେ ଘର ନିଜ ପେଟ ପୁରିବା ପାଇଁ ତ ସମର୍ଥ ହେଇପାରୁନଥିଲୁ। ତା ଭିତରେ ଭଗବାନଙ୍କର ଗୋଟେ ଥିଲା ଗୋଟେ ଏମିତି ଆଉ ଟିକେ କଷ୍ଟ ଟିକେ ଦେଲେ ଆଉ କ'ଣ କରିବା, କିଛି ଉପାୟ ନାହିଁ। ମୁଁ ଆପଣଙ୍କୁ ଗୋଟେ ଛୋଟ ଶବ୍ଦ ମାତ୍ର କହୁଛି, ଗାମୁଛା ଖଣ୍ଡେ ମୁଁ ପାରିବି ନାହିଁ। ମୁଁ ଏଇଠି ଖାଉଥିଲି, ଏଇଠି ବୁଝୁଥିଲି, ଏଇଠି ରହୁଥିଲି, ଭଲ ମନ୍ଦ ଜିନିଷପତ୍ର ମୋର ଆସବାବପତ୍ର ପ୍ୟାଣ୍ଟ ସାର୍ଟ 2 ଖଣ୍ଡେ ଭଲ ମନ୍ଦ ଯାହା ଚିରାଫଟା ପିନ୍ଧି ସେ ବି ଏଇଠି ରହୁଥିଲି, ସେ 2 ଖଣ୍ଡେ ବି ମୁଁ ପାରିବି ନାହିଁ। କାରଣ କିଛି ଜଣାପଡ଼ୁନି। ଆମ ପାଖରେ ନିଆଁ ଲାଗିଲା କୌଣସି ଉପକରଣ ନାହିଁ। ଶୁଣନ୍ତୁ, ଆମ ପାଖରେ ନିଆଁ ଲାଗିଲା କୌଣସି ଉପକରଣ ନାହିଁ। ସେମିତି କିଛି ସେଗୁଡ଼ାକ କିଛି ଫ୍ୟାକ୍ଟ ନୁହେଁ, ସେଗୁଡ଼ାକ କହିବା କଥା ବି ନୁହେଁ। ଆମେ କାହାକୁ ଦେଖିଛନ୍ତି ଆପଣ କହିବେ? ଗୋଷ୍ଠୀ କନ୍ଦଳ ସେଟା କହିବା ଠିକ୍ ଜିନିଷ ନୁହେଁ। କ'ଣ ହେଇଛି ସେଟା ମାନେ ଦୃଷ୍ଟି ଅଗୋଚର।